ଦୁର୍ଘଟଣାଗ୍ରସ୍ତ ବୃଦ୍ଧଙ୍କୁ ମେଡିକାଲ ଆଣି ମାନବିକତା ଦେଖାଇଲେ ବସ୍ତା ଏସଡିପିଓ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଚରପଦା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧଙ୍କୁ ମେଡିକାଲ ଆଣି ନିଜର ମାନବିକତା ଦେଖାଇଲେ ଏସଡିପିଓ ମାନସ କୁମାର ଦେଓ। ସୂଚନା ଅନୁସାରେ ଆଜି ଦିନ 10ଟା ସମୟରେ ଚରପଦା ଗ୍ରାମର 80 ବର୍ଷର ବୃଦ୍ଧ ଦେବେନ୍ଦ୍ର ଦାସ ନିଜର ସାଇକେଲରେ ଅମର୍ଦା ବଜାର ଯାଇ ଘରକୁ ଫେରୁଥିବା ସମୟରେ ରାଜପଥ ଉପରେ ପଛପଟୁ ଏକ ବାଇକ୍ ଧକ୍କା ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧକୁ ଉଦ୍ଧାର କରି ମେଡିକାଲ ପଠାଇବାକୁ ପ୍ରସ୍ତୁତ ସମୟରେ ଉକ୍ତ ରାସ୍ତାରେ ଯାଉଥିବା ବସ୍ତା ଏସଡିପିଓ ମାନସ କୁମାର ଦେଓ ଗାଡ଼ି ଅଟକ କରି ଘଟଣା ବିଷୟରେ ବୁଝିଥିଲେ ଏବଂ ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧଙ୍କୁ ନିଜର ଥାନା ଗାଡ଼ିରେ ମେଡିକାଲ ଆଣି ଆଡମିସନ କରିଥିଲେ ଏବଂ ଦୁର୍ଘଟଣା ବିଷୟରେ ଅମର୍ଦା ଫାଣ୍ଡିକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜପଥ ଉପରେ ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତାରୁ ଶେଖ୍ ଆଝାରୁଦ୍ଦିନଙ୍କ ରିପୋର୍ଟ, ବାଲେଶ୍ୱର ଖବର।